রাক্ষস মুদ্রা রাক্ষস মଣିষ অপেক্ষা মু টঙ্কা কু ভাল পাଏ বাপা মଣିষর মমতা অপেক্ষা টঙ্কার মোহ মতে বহুত আনন্দ দিয়ে ইন্দ্রজিৎ প্লিজ বাপা দয়াকরি মতে আপন কিছু বুঝাନ୍ତୁনি ମୋ ପାଇଁ ମୁଁ ଯାହା ବୁଝୁଛି ଠିକ ବୁଝୁଛି କିଛି ବୁଝାନ୍ତୁନି ମତେ ପ୍ଲିଜ କିଛି ବୁଝାନ୍ତୁ ଶୁଣ ଆମେ ଯାଉଛୁ ତମ ସ୍ତ୍ରୀ କି କହିବ ମୋ ବାପାଙ୍କର ଟିକେ ଯତ୍ନ ନଉଥିବ ଠିକ ସମୟରେ ଖାଇବାକୁ ଦବ ଠିକ ସମୟରେ ଔଷଧ ଦବ ଔଷଧ ଦବ ଯାଉଛି ବାପା ଅନେକ ଦିନ ହେଲା ଆମ ଘରକୁ ଯାଇନଥିଲି ତ ଘରକୁ ଯିବା ପାଇଁ ମତେ ଟିକେ ଛୁଟି ମିଳିଗଲା ଚାଲ ଚାଲ ରେ ପିଲା ତୁ ରହ ମା ମୁଁ ବି ତମ ସାଥିରେ ଯିବି ମୁଁ ବି ଏ ଘରେ ରହିବିନି ନାଇଁ ବାପା ଆପଣଙ୍କୁ ଏଠି ରହିବାକୁ ପଡିବ କେବଳ ଆପଣଙ୍କଠୁ କ୍ଷମା ମାଗି ନେବା ପାଇଁ ବନ୍ଦନା ଭୁବନେଶ୍ୱର ଛାଡ଼ି ଏଠିକି ଆସୁଛି ଆପଣ ଚାଲିଗଲେ ସେ ହୁଏତ ମତେ ଭୁଲ ବୁଝିପାରେ ବୁଝୁ ଭୁଲ ବୁଝୁ କି ଠିକ ବୁଝୁ ମୋର ସେଥିରେ କିଛି ଦାସ ନାହିଁ ହେଲେ ଯୋଉ ଘରୁ ମୋ ଲକ୍ଷ୍ମୀ ଚାଲି ଯାଉଛି ସେ ଘରେ ଗୋଟାଏ ମୁହୂର୍ତ୍ତ ମୁଁ ରହିବିନି ନାଇଁ ବାପା ଆପଣ ସେ କଥା କୁହନ୍ତୁନି ଆପଣ ଏଇ ଘରେ ରୁହନ୍ତୁ ମାକୁ ଛାଡ଼ି ପୁଅ କ'ଣ କେବେ ରହିପାରେ ତୁ ତ ପୁଅ ଦିଟାକୁ ଯେମିତି ସାଥିରେ ନେଇ ଯାଉଛୁ ଏ ବୁଢ଼ା ପୁଅଟାକୁ ସେମିତି ସାଥିରେ ନେଇଯାରେ ମା ଗୋଟେ ଅଲକ୍ଷ୍ମୀ ପାଖରେ ମୁଁ କେବେ ଚଳିପାରିବିନି କେବେ ଚଳିପାରିବିନି ଆମେ ଯାଉଛୁ ରେ ପୁଅ ଗଲାବେଳେ ମୁଁ ତତେ ଆଶୀର୍ବାଦ କରୁନି କି ଅଭିଶାପ ବି ଦଉନି ଖାଲି ଏତିକି କହୁଛି ମୋ ବୋହୁଟା କାନ୍ଦି କାନ୍ଦି ଆଜି ଯେମିତି ଏ ଘରୁ ଚାଲି ଯାଉଛି ତୋ ଅବସ୍ଥା ଦିନେ ସେଇଆ ହଉ ଚାଲ ବାବୁ ବାବୁ ଆପଣ ତ ଚାଲି ଯାଉଛନ୍ତି ହେଲେ ମତେ କାହା ପାଖରେ ଛାଡ଼ି ଯାଉଛନ୍ତି ନାଇଁ କକା ତମେ ଏଇଠି ଥାଅ ତମେ ଚାଲିଗଲେ ମୋ ସାନ ଭଉଣୀଟା ହଇରାଣ ହେଇଯିବନି ତମେ ମୋଟେ ବ୍ୟସ୍ତ ହୁଅନି ମାସକ ପରେ ଆମେ ନିଶ୍ଚୟ ଫେରି ଆସିବୁ ନିଶ୍ଚୟ ସେମାନେ ଆଜି ପହଞ୍ଚିଯିବେ ଯାଅ ଶୀଘ୍ର ଠିଆ ହେଲ ଖାଇକି ଯାଅ କକା ଆଉ ବାପାଙ୍କୁ ମୁଣ୍ଡିଆ ମାର ଆରେ ଯାଅ ସବୁ हसी हसी तुमा दिन सारुथिबा इति सुख आनी देवी पापा सुना पंजुरी रूपा चढ़ी सत कुह तब नाही केबे उड़े तमे बुढ़ा पढ़े आमे काठ कंढे सत कुह तब नाही केबे भंडे ये ओपा কি সুন্দর গালো আরে বন্দনা আছো 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 বন্দনা আছো 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 বন্দনা আছো हाथे तेरिका मनीष केड़े आनंद आसला देखला बेलू सब सुनसान के कुआड़े ना गले कुआड़े आ सुलेखा घरे अच्छु सुलेखा सुली
ସେଟା କ'ଣ କେହି ଜବାବ ଦେଉନାହାନ୍ତି ଗଲେ କୁଆଡ଼େ ଭାଣିଜୀ ଦୁଇଟାଙ୍କର ଦେଖା ନାହିଁ ଦୁଆରଟା ମେଲା ହେଇଛି ଅଫିସ୍ ଟାଇମ୍ ତ ହେଇନି ଭିଣେଇ ବି ଅଫିସ୍ ଯାଇନଥିବେ ଗଲେ କୁଆଡ଼େ ଡାକି ବୁଝେ କୁଆଡ଼େ ଗଲେ ଇତିହାସ ଆଚ୍ଛା ଇତିହାସ ନମସ୍କାର ଭାଇ। ନମସ୍କାର ନମସ୍କାର ବୁଢ଼ାଟିଏ ଆରେ ବାପରେ କଣ ସକାଳୁ ସକାଳୁ ପୁରା ଟଳି ଟଳି ଦିନ ରାତି କ୍ଲାସ୍ ଚାଲିଛି ବୋଧେ? କ୍ଲାସ୍ କୋଉ କ୍ଲାସ୍ କଥା କହୁଛ ମୋ କ୍ଲାସ୍ ତ ତୃତୀୟଠୁ ସରିଛି ମାଇନର ହିଡୋ ଦେଇନି ଆଉ ପୁଣି କ୍ଲାସ୍ କ'ଣ ନାଇଁ ମଦ ତମେ ବୋଧେ ଆଉ କିଛି ଖାଉନ ଖାଲି ପିଉଛ? ନାଇଁ ସେ କଥା କ'ଣ କି ମୁଁ ପିଉଛି ହଁ ପିଉଛି ମୋର କେତେ ଟେନସନ୍ ଭୁବନେଶ୍ୱରରେ ମୁଁ ଜମି ଦଲାଲ ବିନା ମଦ ପାଣିରେ କ'ଣ ସେସବୁ କାମ କରିହେବ ଆରେ ଭାଇ ଜମି ବିକ୍ରି କଲା ବାଲାକୁ କହିବାକୁ ପଡ଼ିବ ଏଇ ତୁ ଏ ଜାଗା ଛାଡ଼ିଦେ ଏଠି ଭୂତ ପ୍ରେତ ଅଛନ୍ତି ତୋ ତଣ୍ଟି ଚିପି ମାରିଦେବେ ସେମିତି ଜମି ଖର୍ଦି କଲା ବାଲାକୁ କହିବାକୁ ପଡ଼ିବ ବାପାରେ ତୁ ଏ ଜାଗା ରଖିନେ ଏଇଠି ଲକ୍ଷ୍ମୀ ଅଛନ୍ତି ଇଏ ଚାନ୍ସ ହରେଇଲେ ତୁ ଆଉ ପାଇପାରିବୁ ନାହିଁ ଆରେ ଭାଇ ଇଏ ସବୁ କାମ କରିବାକୁ ଗଲେ ଯୋଉ ଉପସ୍ଥିତି ବୁଦ୍ଧି ଦରକାର ସେ ଆସିବ କୋଉଠୁ ଏଇ ମଧୁରୁ ନା ଆଉ କଣ ହେଲା ବାହାରେ ପିଇ ଆସି ମୋ ଘର ଭିତରେ ପିଇବା ଆରମ୍ଭ କରି ସାରିଲଣି? କାଇଁ ଏଇଟା କୋଉ ଖରାପ ଜିନିଷଟା କି ଏଇଟା ହେଲା ପ୍ରେଷ୍ଟିଜିୟସ୍ ଜିନିଷ ହଉ ହେଲା ହେଲା ତମର ସେ ପ୍ରେଷ୍ଟିଜିୟସ୍ ଜିନିଷକୁ ପିଇ ମୋ ଘରକୁ ଆଉ ଟଳି ଟଳି ଆସିବନି ମାନେ ମୋର ଗୋଟେ ସୋସିଆଲ ପ୍ରେଷ୍ଟିଜ୍ ଅଛି ଘରେ ମୋର 5-7 ବର୍ଷର ଦିଟା ଝିଅ ତମ ଭଳି ଯୋଗ୍ୟ ମାମୁଙ୍କର ଏ କୁପ୍ରଭାବ ସେମାନଙ୍କ ଉପରେ ପଡ଼ିବ ତା ମାନେ ତମେ ମତେ ହେଟ୍ କରୁଛ ମୁଁ ଛାତିରେ ହାତ ମାରି କହିବି ସମଗ୍ର ବିଶ୍ୱ ଯଦି ଏକତ୍ରିତ ହୋଇ ଏ ମଦ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରେ ତଥାପି ମଦକୁ ହଟେଇ ପାରିବେନି ମଦ ଇଜ୍ ମଦ ସେଇଥିପାଇଁ ଭାରତ ସାରା ବୁଲି ମଦ ସଭା ସମ୍ମିଳନୀର ପ୍ରଚାର କରିବା ପାଇଁ ମୁଁ ଗୋଟେ ପିଆଜ ବେପାରୀଠୁ 850 ଟଙ୍କା ଦେଇ ଗୋଟେ ଭଙ୍ଗା ଲୁନା କିଣିଛି ଆଉ ତମ ପାଖକୁ ଆସିଛି ସେ ଲୁନାର କାଗଜପତ୍ର ତମେ କରିଦେବ ମୁଁ ତ ସେମିତି କରିପାରିବିନି କାହିଁକି ତମେ ଆଗେ ପୁରୁଣା କାଗଜପତ୍ର ଦେଖାଅ ତାପରେ ତମ ନାଁରେ ନୂଆ କାଗଜପତ୍ର ହବ ନକଲେ ନାହିଁ ମୁଁ କିନ୍ତୁ ଲୁନା ଚଢ଼ିବି ତାହେଲେ ଚୋରା ଲୁନା କହି ତମକୁ ଆଉ ତମର ସେ ଲୁନାକୁ ପୋଲିସ ନେଇ ହାଜତରେ ପୁରେଇ ଦବ ଦଉ ମୁଁ ପୋଲିସ କହିଦେବି କଣ କହିବ ଇଏ ଲୁନା ମୋର ନୁହଁ ମୋ ଭିଣେଇର ଆରଟିଓ ଅଫିସ ବଡ଼ ବାବୁଙ୍କର ଇଏ ଲୁନା ତମେ ମୋ ମୁଣ୍ଡଟା ଖରାପ କରିଦବ ଦେଖୁଛି କାହିଁକି ଜାଣିଛ ମୋ ପୁଅ ଗୋଟାଏ ଢୁଡୁ ଢୁଡୁ ହୁଡ଼ି ବାବା ମୋଟର ସାଇକେଲ କିଣିବ ବୋଲି ତମକୁ ଟଙ୍କା 40,000 ମାଗିଥିଲା ତମେ ଦେଲ ନାହିଁ ରୋକ ଠୋକ ମନା କରିଦେଲ ହେଲେ ତାକୁ ଦେଲ କେମିତି କାହାକୁ ତମ ସାଙ୍ଗକୁ ହାତକୁ ହାତ 4 ଲକ୍ଷ ଟଙ୍କା ଗଣିଦେଲ କେମିତି ସେ କହିଫିୟତ ମୁଁ ତମକୁ ଦବାକୁ ବାଧ୍ୟ ନୁହେଁ ତମେ ଦବାକୁ ବାଧ୍ୟ ହଁ ଦବ ଆଉ ଏଇଥିପାଇଁ ବାଧ୍ୟ ଯେ ତମେ ତମ ସାଙ୍ଗକୁ ଏତେ ଗୁଡ଼େ ଟଙ୍କା ଦେଇପାରିଲ ଅଥଚ ମୋ ଭାଇ ବୋକୁ ମନା କରିଦେଲ ମୁଁ ଏଠି ବ୍ୟାଙ୍କ ଖୋଲିନି କି ମୋର କୌଣସି ରିଲିଫ ଫଣ୍ଡ ନାହିଁ ଯେ ଯେତେବେଳେ ମାଗିବ ମୁଁ ତାକୁ ଦେଇଦେବି ତାହେଲେ ତମ ସାଙ୍ଗକୁ ଦେଲ କେମିତି ପଚାର ସେଇ କଥା ଟିକେ ତାକୁ ପଚାର ଶଳା ସେଇ ଟେନସନରେ ମୁଁ ସକାଳୁ ସକାଳୁ ଦିଟା ନେଇ ବିମାର ସାରିଲାଣି এইটাকে অধা করছি তুমি টিকে মারবো তারপর মু মার নিও মার 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 ତମ ଭଳି ବାଜେ ଲୋକ ମୋ ଘରକୁ ଆଉ ଟଳି ଟଳି ଆସିବନି କଣ ହେଲା ତମେ ମୋ ଭାଇକି ଅପମାନ ଦଉଛ আরে সে খালি অপমান করেছি ইয়া পরে ছাড়িবনি সে মতে মারিও মু এঠু চালি যাচ্ছি ছড়া বিনা কাগজ পত্রে মু এরোপ্লেন চড়িবা লোক মতে তু টঙ্কা দেখুছিবে বে যৌ দিন এরোপ্লেন কিনি তম দুয়ার মুহକୁ আসিবি নাই তম ছাত উপরে ওলেইবি সেদিন মো দি ভাণিজি মো ভৌণীকে এরোপ্লেন বসাই তম পড়িয়া সারা বুলেইবি হেলে সলা তমକୁ জমা বসাইবি ମୋର ବସିବା ଦରକାର ନାହିଁ ତମେ ଗଲାଠୁ ମୁଁ ତମକୁ ଜମା ବସେଇବିନି ଆଉ ମୋ ପୁଅ ଢୁଢୁ ନ ଚଳିଲା ନାହିଁ ତାକୁ ମୁଁ ଗୋଟେ ଛୁକ ଛୁକ କିଣିଦେବି ମାନେ ରେଳଗାଡ଼ି କିଣିଦେବି ସେ ସବୁବେଳେ ରେଳ ଚଲେଇବ କାହିଁକି ଜାଣିଛ ମୋ ନାଁ ଶ୍ରୀ ରାମଚନ୍ଦ୍ର ଶିଅଳ ରାମ ଶିଅଳ ଜମିନ ଦଲାଲ ମୋତେ ଟଙ୍କା ଦେଖୁଛୁ ମୁଁ ଟଙ୍କା ଦେଖିନି ଖୋଲି ତୁ ମନ ଦୁଃଖ କରନା ତୁ ମୁଁ ଚାଲି ଯାଉଛି ତୁ କ'ଣ କାନ୍ଦୁଛୁ ନା ନାକ ପୋଛୁଛୁ କ'ଣ କରୁଛୁ ହଉ ତୁ ମନ ଦୁଃଖ କରନା ମୁଁ ପୁଅ ରେଳଗାଡ଼ି ଆଣି ଆସିବ ମୁଁ ଏରୋପ୍ଲେନ୍ ଆସିବି ତୋ ଇଚ୍ଛା ଯୋଉଥିରେ ହବ ସେଥିରେ ବସିବୁ ବୁଝିଲୁ ତୁ ମନ ଦୁଃଖ କରନା ମୁଁ ଚାଲି ଯାଉଛି ଯାହା ବାପ ଦିନ 10ଟାରେ ମଦ ପିଇ ଭଉଣୀ ଘରେ ଆସି ମାତଲାମି କରେ ମୁଁ ତାରି ପୁଅକୁ 40,000 ଟଙ୍କା ଦେଇଥାନ୍ତି ତମେ ଏଇଆ ଚାହୁଁଥିଲ ମତେ ଏତେ ସମ୍ମାନ ଶୁଣିବା ଦରକାର ନାହିଁ ତମ ସହିତ ବହୁତ ଆଡଜଷ୍ଟ କଲିଣି ଆଉ ଏଣିକି ପାରିବିନି କ'ଣ କରିବ ଶୁଣ ମୋର ଟଙ୍କା ଦରକାର ଟଙ୍କା ତମେ କ'ଣ କରିବ ମୌଜ କରିବି ମଜଲିସ୍ କରିବି ଏ ଭୁବନେଶ୍ୱର ଅନ୍ୟ ଅଫିସର ସ୍ତ୍ରୀ ମାନେ ଯେମିତି ରହୁଛନ୍ତି
ମୁଁ ଠିକ ସେମିତି ରହିବାକୁ ଚାହେଁ। ମୁଁ ତ ତମକୁ ସେମିତି ରଖିପାରିବିନି। ସାଧାରଣ ସ୍ୱଳ୍ପ ବେତନ ଭୋଗୀ କିରାନୀଟାଏ ମୁଁ। ତମକୁ ଦୋଳିରେ ଝୁଲେଇ ଗଜଦନ୍ତ ପଲଙ୍କରେ ଶୋଇବାର କ୍ଷମତା ମୋର ନାହିଁ। ତମ କ୍ଷମତା ତମ ରୋଜଗାରକୁ ସମ୍ବଳ କରି ଭିକାରୁଣଙ୍କ ପରି ମୁଁ ଚଳିପାରିବିନି। ଆଉ ଏମିତି ଚଳିବା ପାଇଁ ମୁଁ ତମକୁ ମ୍ୟାରେଜ କରିନଥିଲି। ମୁଁ ବି ତମକୁ ରାଣୀ ଏଲିଜାବେଥର ଷ୍ଟାଟସ ଦେଇ ରଖିବି ବୋଲି ଅଗ୍ନିକି ସାକ୍ଷୀ ରଖି ବିବାହ କରିନଥିଲି। ଏ ଷ୍ଟାଟସଟା ବି ତମ ପାଇଁ ବହୁତ ହେଇଯାଉଛି। ୟାଠୁ ଆହୁରି ସାଧାରଣ ଭାବରେ ଚଳିବାକୁ ଚେଷ୍ଟା କର। ଭିକାରୀ ଘର ଝିଅ ମୁଁ ନୁହେଁ ବୋଲି ତମେ ଭଲ ଭାବରେ ଜାଣିଛ। ମାତାଲ ଘରର ଝିଅ ବୋଲି ବାହାଘର ପରେ ଜାଣିବାକୁ। କଣ ହେଲା? ତମେ ମୋ ପରିବାରକୁ ଆକ୍ଷେପ କରି ଚାଲିଛ। ଆଜି ପର୍ଯ୍ୟନ୍ତ ତମେ ଯାହା କରିଛ କେବଳ ତମ ବାପ ଘର ପାଇଁ। ହଜାର ହଜାର ଟଙ୍କା କେବଳ ସେଇମାନଙ୍କ ପିଛା ଖର୍ଚ୍ଚ କରିଛ। ହେଲେ କେବେ ଚିନ୍ତା କରିଛ ଏଠି ତମର ସ୍ୱାମୀ ଅଛି, ସଂସାର ଅଛି, ଦିଟା ଝିଅ ଅଛନ୍ତି, ଏ କଥା କେବେ ବି ଚିନ୍ତା କରିଛ? ଶାଶୁଘର ଦେଇ ପିଣ୍ଡି, ଶାଶୁଘର ଅଗଣା, ଶାଶୁଘର ଗାଁ ଦାଣ୍ଡ, ଆଜି ପର୍ଯ୍ୟନ୍ତ ତମେ ତାକୁ ଥରୁଟିଏ ବି ନିଜର କରିପାରିନି। ମୁଁ କେବଳ ଇତିହାସକୁ ମନେ ପକେଇ ନିର୍ଲଜ ଚନ୍ଦ୍ରସେଣା ଭଳି ସବୁ ଗୁଡାକ ସହି ଯାଉଥିଲି କେବଳ ଆଡଜଷ୍ଟମେଣ୍ଟ ପାଇଁ। ଓ ତମେ ତାହେଲେ ଆଜି ମୋ ସହିତ ଆଡଜଷ୍ଟ କରି ଆସୁଥିଲ? ନା, ବାହାଘର ବେଳେ ବ୍ରାହ୍ମଣର ସେଇ ମନ୍ତ୍ର ପାଠକୁ ମନେ ପକେଇ ଚାଲିଥିଲି। ଯଥା ରାବଣସ୍ୟ ମନ୍ଦୋଦରୀ, ଅର୍ଥାତ୍ ବ୍ରାହ୍ମଣ ଅଗ୍ନିରେ ଘିଅ ଢାଳି ବାରମ୍ବାର ଚେତେଇ ଦଉଥାଏ, ହେ ଆର୍ଯ୍ୟକନ୍ୟା, ହେ ନବବିବାହିତା ଉତ୍କଣ୍ଠାମୟୀ କୁଳବଧୂ, ତମେ ମାନେ ସମସ୍ତେ ଜଣେ ଜଣେ ମନ୍ଦୋଦରୀ ପରି ହୁଅ, ଯିଏକି ସାରା ବିଶ୍ୱର ପ୍ରାତଃ ସ୍ମରଣ। ମୋର ଏତେ କଥା ଜାଣିବା ଦରକାର ନାହିଁ। ପ୍ରତି ମୁହୂର୍ତ୍ତରେ ମୋର ଟଙ୍କା ଦରକାର। ପ୍ରତି ମୁହୂର୍ତ୍ତରେ ତମକୁ ମୋ କଥା ମାନି ଚାଲିବା ଦରକାର। ଯଦି ନ ଚାଲେ ତାହେଲେ ତମ ସାନ ଝିଅଟିକି ନେଇ ତମେ ତମ ବାପ ଘରକୁ ଚାଲିଯାଅ। ତାମାନେ ତମେ ମୋ ଘର ଅପେକ୍ଷା ତମ ବାପ ଘରେ ତମକୁ ଅଧିକ ଷ୍ଟାଟସ ମିଳିବ। ଲାଇଫଟାକୁ ମନଭରି ସେଇଠି ଉପଭୋଗ କରିବାକୁ ଚେଷ୍ଟା କର। ଆଉ ଗୋଟେ କଥା ମନେ ରଖିବ, ଜୀବନଟା ଗୋଟେ ବୁଝାମଣା। କିଏ ବୁଝିଛି, କିଏ ଅବୁଝା। ବୁଝିବା ଲୋକକୁ ବାଟ ପଡିଛି, ଅବୁଝା ଲୋକ ସବୁବେଳେ ବାଟ ବଣା। ଲୋକଟା କି ଡେଞ୍ଜରିୟସ୍, ପୁରା ରୋକଠୋକ କଥା। ନାଇଁ, ମୁଁ କିନ୍ତୁ ତମ କଥାରେ ଚାଲିବା ଲେଡି ନୁହଁ। ମୁଁ ମୋ ଲାଇଫକୁ ଠିକ୍ ମୋର ଷ୍ଟାଇଲରେ ମୁଁ ଏନ୍ଜୟ କରିବି। ତମରି ଘରେ ତମରି ଟଙ୍କାରେ। ଜଗୁ କକା, ମୋ ଶ୍ୱଶୁର କଣ ଆଜି ଯାଇ ବୁଝି ନାହାନ୍ତି? ଆଜି ଯାଇ ତାଙ୍କର ମୋ ଉପରେ ରାଗ ଯାଇନି? ମୁଁ ମାନୁଛି ମୁଁ ଗୋଟେ ଭୁଲ କରିଦେଇଛି, ହେଲେ ମୋ ଭୁଲ ପାଇଁ ସେ କଣ ମତେ କ୍ଷମା କରିଦେବେନି? ନାଇଁ ମା, ତାଙ୍କ କଥା ମୁଁ କିଛି କହିପାରିବିନି। ସେ ଭାରି ଏକଜିଦିଆ ଲୋକ। ତମେ ଚାହିଁଲେ ସବୁ ଠିକ ହେଇଯିବ କକା। ମୁଁ ଏଇଠି ରହି ତାଙ୍କର ସେବା କରିବି। ମୋର ଖାଲି ତାଙ୍କ ଆଶୀର୍ବାଦ ଦରକାର। ତମେ ଚାହିଁଲେ ସବୁ ଠିକ ହେଇଯିବ। ହେ ଠାକୁରେ, କାହିଁକି ଜଗା ଚାକରଟାକୁ ଏ ପରୀକ୍ଷାରେ ପକଉଛ ପ୍ରଭୁ? ମୁଁ କାହାକୁ ନିଜର କରି କାହାକୁ ପର କରିବି? ଆରତୀ ମା ଯେମିତି, ବନ୍ଦନା ମା ଠିକ୍ ସେମିତି। ସବୁ ନାଟ ହଉଛି ମୋ ବାବୁଙ୍କର। କଣ ଭାବୁଛ କକା? ନାଇଁ ମା, ତମେ କଣ ମତେ ସାହାଯ୍ୟ କରିବନି? ହଁ ମା, ମୁଁ ନିଶ୍ଚିତ ମୁଁ ସାହାଯ୍ୟ କରିବି। ମୁଁ ଏ ଘରେ ରହିପାରିବି ତ? ମୋ ଶ୍ୱଶୁର ମତେ ବହୁ ଭାବରେ ସ୍ୱୀକାର କରିବେ ତ? ଶୁଣ କକା, ବାପା ଯଦି ମତେ ଘୃଣା କରିବାକୁ ବାହାର କରିଦିଅନ୍ତି, ମୁଁ ସତ କହୁଛି ମୁଁ ଆତ୍ମହତ୍ୟା କରିଦେବି। ତମେ ସେମିତି କୁହନି। ମୁଁ ତମକୁ କଥା ଦଉଛି, ଯେମିତି ହେଲେ ବୁଝେଇ ସୁଝେଇ ମୁଁ ବଡ ବାବୁଙ୍କୁ ଶାନ୍ତ କରେଇଦେବି। କକା? ହଁ ମା, ଶାନ୍ତ କରେଇଦେବି। କେବଳ ତମର ଉପରେ ଭରସା କରି ବନ୍ଦନାକୁ ମୁଁ ଏଠିକି ଡାକି ଆଣିଛି। ମୁଁ ଜାଣେ ବାପା ତମ କଥା କେବେ କାଟି ପାରିବେନି। ବାପା ସିନା ମୋ କଥା କାଟି ପାରିବେନି, କିନ୍ତୁ ସେ ଗଲା କଥା ଗଲାଣି। ବର୍ତ୍ତମାନ ସେ କଥା ଆଲୋଚନା କରିବା କ'ଣ ଦରକାର? ବର୍ତ୍ତମାନ କ'ଣ ହବ ସେଇ କଥା ଆଲୋଚନା କରିବା ଦରକାର। ହେଲେ ବାବୁ, ଏ ଚାକର ମୁଣ୍ଡରେ ମୁଁ କ'ଣ ଏତେ ବଡ଼ କଥା ମେଣ୍ଟେଇ ପାରିବି? ତଥାପି ଚେଷ୍ଟା କରିବି। ବୁଢ଼ା ବାବୁଙ୍କ ଇଚ୍ଛା। ଦେଖିଲୁ ଦେଖିଲୁ, ଏ ସ୍ତ୍ରୀ ଲୋକଟା କିଏ? ଇଏ କ'ଣ ଏମିତି ଭାଇ ସାଙ୍ଗରେ ଫଟୋ ଉଠେଇଛି? କିଏ ଦେଖି ମତେ ଦେଲୁ। ତମେ ଆଗେ ରୁହ, ମୋ ପାଖ ଦେଖ। ମତେ ଦେ, ମୁଁ ଦେଖେ ର। ନାଇଁ ନାଇଁ, ତମେ ରୁହ। এই দেখো বা, আলো দেখে বাহাঘর ফটো। ବାହାଘର ଫଟୋ ଦେଖି। ଇନ୍ଦ୍ରଜିତ, ଏ ବାହାଘର ଫଟୋ ତମର? ହସୁଛ କଣ? ମୁଁ ପଚାରୁଛି, ଏ ବାହାଘର ଫଟୋ ତମର କି ନା? ମୋର ତାମାନେ ତମେ ଆଗରୁ ବିବାହ କରିଛ? କରିଥିଲି। ଓ ମାଇ ଗଡ୍! ତାମାନେ ତମେ ଆଗରୁ ମ୍ୟାରେଜ କରିଛ? ତମେ ଶୁଣ, ଆସ ବସ। କଣ କଣ କହୁନ? ତମେ ତ ଜାଣ ମୁଁ ଡ୍ରାମାରେ ଆକ୍ଟିଂ କରେ। ଡ୍ରାମାରେ ଆକ୍ଟିଂ, ଭିଲିଆନ ଆକ୍ଟିଂ।
ଆରେ ମାଳା ଏ ଫଟୋ କ'ଣ? ଏଇଟା ହଉଛି ସେଇ ଡ୍ରାମାର ଗୋଟେ ସିନ୍। ମୁଁ ହିରୋଇନ କି ବାହା ହେଇଛି ତାପରେ ତାକୁ ଛାଡିଦେଲି। ତମେ ये ड्रामा फोटोटा देखो देखो तुम एमती बेहोश ହେଇଗଲଣି। आई एम सॉरी ड्रामा फोटो जेमती सरस्वती का बाहाघर फोटो भलिया लाଗୁଛି। रियल एक्टिंग एमती एक्टिंग तो कर परिबु तो सात जन्म करे एक्टिंग कर परिबु। वास्तव अभिनय बोली तो अपा ताको देखु देखु बेहोश होଉଛି। ए जो काका नले फोटो नले शर्ट फोपाड़ दो। ନା ନା ଫଟୋଟା ଫୋପାଡ଼ିବ କାହିଁକି? ମୁଁ ସେମିତି ଟିକେ ଭାବି ना 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 फोटो पर संदेह आसलाम जतुळे फोटो घर ଦେଖ ଫଟୋଟା अभिनय तो करानी मु तो अभिनय किछि करूनी बाजे फोटो ए घर रहबो काई। फोटोटा- आजा नै जा सब फोपाड़ दे।